ଏ ଆପଣଙ୍କ ପରିଚୟ? ଜୟ ଜଗନ୍ନାଥ। ମୋ ନାଁ ହେଉଛି ସାଗର ପାତ୍ର। ଆଜ୍ଞା, ଆପଣ ଏଇ ଯେଉଁ ସାଇଜାତ କେତେ ଦିନ ହେଲା ଦେଖୁଛନ୍ତି? ତ ମୁଁ ପିଲାବେଳୁ ଦେଖି ଆସୁଛୁ। ଇଏ ତ ବହୁତ ପୁରାତନର ସାହି ଜାତ, ଇଏ ଦୀର୍ଘ 8,000 ବର୍ଷ ହେବ। ଇଏ ଯାହାକି ଆମର ପୁରୀ ସଂସ୍କୃତି ଜଗନ୍ନାଥ ମହାପ୍ରଭୁଙ୍କ ସହିତ ସଂଶ୍ଳିଷ୍ଟ। ଇଏ ରାମନବମୀ ଠାରୁ ଆରମ୍ଭ ହୋଇ ଏ ନବଦିନାତ୍ମକ ଭାବେ ଚାଲେ, ଯାହାକି ଆଜି ହେଉଛି ସମାପ୍ତ। ଆଜି ହେଉଛି ଆମର ବାଲି ସାହି ଜାତ। ବାଲି ସାହିରୁ ଯାତ୍ରା ଯାଏ ହରଚଣ୍ଡୀ ସାହି, ମାନେ ବାଦି ସାହି, ଅପୋନେଣ୍ଟ ସାହି ହେଉଛି ଆମର ହରଚଣ୍ଡୀ ସାହି। ବାଲି ସାହିରୁ ଯିବ ଇଏ ହରଚଣ୍ଡୀ ସାହି। ବିଭିନ୍ନ ପ୍ରକାର ଆମର ଯେଉଁଟା ସାହିର ମୁଖ୍ୟ ଜିନିଷ ହେଉଛି ରାବଣ। ଆମର ସାହି ବାଲି ସାହିରୁ ଯାଏ ରାବଣ ଯାହାକି ପଳିଲାଣି। ଆମର ଅଲଗା ଯେଉଁମାନେ ଅଛନ୍ତି, ଯେଉଁମାନେ ସବୁ ବନ୍ଦେଇବେ, ସେମାନଙ୍କ ଭିତରେ ଆମର ଅଛି ନଶିରା ଅଛି, ସପ୍ତଶିରା ଅଛି, ମେଢ଼ ଅଛି, ନାଗା ଅଛି। ବିଭିନ୍ନ ପ୍ରକାର ସବୁ ଭେଷ ହୋଇକି ବାହାରିବେ, ଯେଉଁଟାକି ପୁରା ରାତି ସାରା ଚାଲିବ, ମାନେ ପୁରା ସକାଳ ଯାଏଁ। ଆଉ ରାବଣ ତା ବାଟରେ ଯିବ ବଧ ହେବା ପାଇଁ। ଇଏ ହେଉଛି ଆମର ବଧ ରାବଣ। ବଧ ହେବା ଆମର ଜଗନ୍ନାଥ ବଲ୍ଲଭରେ। ଜଗନ୍ନାଥ ବଲ୍ଲଭ ହେଉଛି ଆମର ମନ୍ଦିର ସହିତ ମୁଖ୍ୟ ସଂଶ୍ଳିଷ୍ଟ ମଠ, ଯେଉଁଟାକି ସେଇଠି ହିଁ ଯାଇକି ରାବଣ ବଧ ହୁଏ। ମୁଖ୍ୟ କାରଣଟା କ'ଣ ରହୁଛି ସାହି ଜାତର ମୁଖ୍ୟ କାରଣ ହେଉଛି ଯେତେବେଳେ ବିଭିନ୍ନ ପ୍ରକାର ସମୟରେ, ବିଭିନ୍ନ ରାଜୁତି ସମୟରେ ମୋଗଲମାନଙ୍କର ଯେତେବେଳେ ଆକ୍ରମଣ ପୁରୀକୁ ହେଉଥିଲା, ଏ ଆମର ସାହିମାନଙ୍କର ସବୁ ସାହି ଆଖଡ଼ା ଥିଲା, ଯେଉଁଥିରେ ମଲ୍ଲ ଯୋଦ୍ଧା ଥିଲେ। ସବୁ ବିଭିନ୍ନ ପ୍ରକାର ବାଡ଼ି ଖେଳଠୁ ଆରମ୍ଭ କରି ଆପଣଙ୍କର ହତିଆର ବୁଲେଇବାଠୁ ଆରମ୍ଭ କରି ଯେଉଁମାନେ ସବୁ କୌଶଳ ଗୁଡ଼ାକ ଶିଖୁଥିଲେ, ଯାହାକି ଆମ ଶତ୍ରୁମାନଙ୍କ ଉପରେ ଜୟଲାଭ କରୁଥିଲେ। ତ ସାହିର ଅନୁଷ୍ଠାନ, ସାହିର ଭେଣ୍ଡିଆମାନେ, ଯେଉଁ ମଲ୍ଲ ଯୋଦ୍ଧାମାନେ ଥିଲେ, ଯେଉଁକି ସବୁ ପ୍ରୋଟେକ୍ଟ କରୁଥିଲେ କାହାକୁ, ମନ୍ଦିରକୁ ନେଇକି ଆଉ ସାହି ଆମ ସହରକୁ ନେଇକି। ତ ସେଇଟା ହିଁ ମୁଖ୍ୟ ରିଜିନ୍ ଥିଲା ସାହିରେ ଅନୁଷ୍ଠାନ ଆଉ ଜାଗା ଘର ସବୁ ପ୍ରତିଷ୍ଠା ହେବାର। ଏ ଯେଉଁ ଜାଗା ଘର ହେଲେ, ଜାଗା ଘର ଆମେ କ'ଣ ବୁଝିବା? ଜାଗା ଘର ମାନେ ଆଖଡ଼ାକୁ ନେଇକି ଜାଗା ଘର। ବିଭିନ୍ନ ଆଖଡ଼ା ଅଛି, ସେଇ ବିଭିନ୍ନ ଆଖଡ଼ା ମଧ୍ୟରେ ଜାଗା ଘର ଅଛି। ଏହା ହେଉଛି ମୁଖ୍ୟ।